ହ୍ୟାଲୋ ମାଇ ଡିୟର ଷ୍ଟୁଡେଣ୍ଟ, ମୀନାକ୍ଷୀ ଏଜୁକେସନକୁ ସ୍ୱାଗତ ଜଣାଉଛି। କାଲି ତୁମର ଶେଷମୁଖୀ ପରୀକ୍ଷା ଗଣିତର ଦେଖିଦିଅ। ଶିକ୍ଷକ କଳାପଟାରେ ଏକ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖି ସଂଖ୍ୟାଟିକୁ ପଢ଼ିବାକୁ କହିବେ। ତୁମ ଶିକ୍ଷକ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଯାହା ଲେଖନ୍ତୁ, ତୁମେ 1000 କହିବ। 4000 ଧର, 215, 5215 ଯାହା କହିବେ କହିବ ଠିକ୍ ଅଛି। ଶିକ୍ଷକ 2ଟି ସମକୋଣୀ ସମଦ୍ୱିବାହୁ ତ୍ରିଭୁଜ ଆକୃତ କରି ମୋଟା ରଙ୍ଗ ଦେଇ ସେମାନଙ୍କୁ ରମ୍ବସ୍ ଆକୃତିର ରମ୍ବସ୍ 2ଟାକୁ ଯୋଡ଼ି ଦେବ। ଗୋଟିଏ ବର୍ଗଚିତ୍ର ହେଇଯିବ। 3574କୁ ଶତକ ଆଉ ଏକ ଘର ଉଲ୍ଟେଇ ଦେବ। ଶତକ ଘର କେଇଟା? 5 ଆଉ 4 ଉଲ୍ଟେଇ ଦେବ। 3400 7 5 75 ହେଇଯିବ। ମନେ ରହିଲା? 3400 7 5 75। ଇଂରାଜୀରେ ଡବ୍ଲୁ ଅକ୍ଷରରେ କେତୋଟି ସୂକ୍ଷ୍ମକୋଣ ଅଛି? 1 2 3ଟି ସୂକ୍ଷ୍ମକୋଣ ଅଛି। ତ୍ରିଭୁଜର ପରିସୀମା ସୂତ୍ର ହେଉଛି 3 ବାହୁର ସମଷ୍ଟି। 3ଟି ବାହୁକୁ ତମେ ମିଶେଇକି କହିଦେବ। 12 13 ହେଲା 25 ଆଉ 5 ମିଶିଲେ କେତେ ହେଲା? 30। ତ 6 ନମ୍ବରକୁ ଯିବା ପୂର୍ବରୁ ଗୋଟିଏ ଛୋଟ ରିକ୍ୱେଷ୍ଟ କରି ତୁମମାନଙ୍କ ପାଖରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର। ବହୁତ ପିଲା ଭିଡ଼ିଓ ଦେଖୁଛ କିନ୍ତୁ ସବସ୍କ୍ରାଇବ୍ କରୁନାହ। ମୁଁ ବୁଝିପାରୁନି। ସବସ୍କ୍ରାଇବ୍ କଲେ ତୁମର କ୍ଷତି ହେଉଛି ବା ପଇସା ଖର୍ଚ୍ଚ ହେଉଛି। 6 ନମ୍ବର ପ୍ରଶ୍ନକୁ ଯିବା। ଯେକୌଣସି 3ଟି ଭଗ୍ନାଂଶ ଲେଖାଯାଇଛି ଚିତ୍ରଟି ଲେଖ। ସେଟା ବି 4 ଭାଗରୁ 1 ଭାଗ, ଏଟା ବି 4 ଭାଗରୁ 1 ଭାଗ, ଏଟା ବି 4 ଭାଗରୁ 1 ଭାଗ। ଶିକ୍ଷକ କାଗଜରେ ଅଙ୍କା ହେଇଥିବା ରେଖାଖଣ୍ଡ ଗୋଟେ କାଗଜ ଗାର ଟାଣିଦେବେ। ତୁମକୁ ସ୍କେଲ୍ ମାପିବାକୁ କହିବେ। ତ ମାପିକି କହିବ 4.5 ସେମି, 8.4 ସେମି ଯାହା ଥିବ। 9 ସେମି ଯଦି ଥିବ 9 ସେମି କହିବ। ଏହି ମସିହା ମଧ୍ୟରେ କେଉଁଠି ଅଧିବର୍ଷ? ଅଧିବର୍ଷ ହେଉଛି 2005। ମନେ ରଖିବ 2005 ହେବ ଉତ୍ତର। ତାପରେ ଲେଖାଯାଇଛି 8ଟି ଗାଈର ଗୋଡ଼ ମିଶି କେତୋଟି? ଗୋଟେ ଗାଈର କେତୋଟି ଗୋଡ଼? 4ଟି। 8ଟି ଗାଈର କେତୋଟି ଗୋଡ଼ ହେବ? 8 ଚଉ 3 2 32 ହେବ। ଏକ ବଗିଚାରେ ଲାଗିଥିବା ବିଭିନ୍ନ ଗଛକୁ ସଂଖ୍ୟା ଦିଆଯାଇଛି। ଗୋଟିଏ ବାକ୍ସ ପାଇଁ 5ଟି ଗଛ। ତାପରେ ତଳ ପ୍ରଶ୍ନକୁ ଯିବା। ତଳ ପ୍ରଶ୍ନକୁ ଯିବା ଆଗରୁ ଆଉ ଗୋଟେ ଛୋଟ ରିକ୍ୱେଷ୍ଟ, ତୁମକୁ ସବସ୍କ୍ରାଇବ୍ କର। ତାହେଲେ ଆମ୍ବ ଗଛ କେତୋଟି? 5 5 10ଟି। କମଳା ଗଛ କେତୋଟି? 6 5 30। ଲେମ୍ବୁ ଗଛ କେତୋଟି? 4 5 20। ପିଜୁଳି ଗଛ କେତୋଟି? 5 5 25ଟି। ତ ଭିଡ଼ିଓଟି କେମିତି ଲାଗିଲା, ଏ ପ୍ରଶ୍ନ ପଡ଼ିଛି କି ନାହିଁ କମେଣ୍ଟ କରି ଜଣାଇବ। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବ, ସାଙ୍ଗମାନଙ୍କ ସହ ସେୟାର କରିବ।